नमस्कार। आपणों ପାଇଁ ଏକ ନୂଆ କାହାଣୀ, ଅନୁଭବର କାହାଣୀ, ନୂଆ କାହାଣୀ ଆପଣଙ୍କର ଆଜିର ଜୀବନରେ ସମ୍ପର୍କ ବନ୍ଧୁତା ବିଷୟରେ ଆଜି ଆଲୋଚନା କରିବା ଏ କାହାଣୀ ମାଧ୍ୟମରେ। ଏ ବହୁତ ସୁନ୍ଦର କାହାଣୀ ଆମେ ଚେଷ୍ଟା କରିବା। ଏହି ସମୟରେ ଲୋକମାନଙ୍କ ଜୀବନରେ ମିତ୍ରତା ଓ ସମ୍ପର୍କ ଧନ ଆଜିର ଯୁଗରେ ଜ୍ୟୋତିଷ ଭାବରେ କଳିଯୁଗରେ ତୀବ୍ର ପର୍ଯ୍ୟାୟରେ ବୋଲି ମନାଯାଏ। ଏହି ସମୟରେ ଲୋକମାନଙ୍କର ଚିନ୍ତାଧାରା ଧୀରେ ଧୀରେ ଭାବନାରୁ ଲାଭ ଦିଗକୁ ବଦଳୁଥିଲା। ମିତ୍ରତା ପୁରୁଣା ସମୟରେ ମିତ୍ରତା ଥିଲା ନିଷ୍କାମ ସତ୍ୟ। ଏବେ ଅନେକ ସମୟରେ ମିତ୍ରତା ହେଉଛି ସୁବିଧା ସ୍ୱାର୍ଥ ଉପରେ ଆଧାରିତ। କିନ୍ତୁ ଜ୍ୟୋତିଷ କହେ ସତ୍ୟ ମିତ୍ର କମ ଥାଏ କିନ୍ତୁ ଭାଗ୍ୟରେ ନିଶ୍ଚୟ ମିଳେ। ସମ୍ପର୍କ ଆଜିର ସମ୍ପର୍କ ଭଲ ପାଇବା ଠାରୁ ଅଧିକ ଆଶା ଚାପ ଦେଖାଯାଏ। ଗ୍ରହ ଦଶା ଅସ୍ଥିର ଥିଲେ ଭୁଲ ବୁଝି ବଢେ ବୋଲି ମନାଯାଏ। ସତ୍ୟ ସମ୍ପର୍କ ଟେକି ରହେ ଭରସା ଧୈର୍ଯ୍ୟ ସତ୍ୟ ଭାବନାରେ। ଧନ ଏଇ ଯୁଗରେ ଧନକୁ ସୁରକ୍ଷା ସମ୍ମାନର ମୂଲ୍ୟ ବୋଲି ଦେଖାଯାଏ। ତେଣୁ ଲୋକମାନେ ଅଧିକ ଟଙ୍କା ପାଇଁ ଦୌଡ଼ କରନ୍ତି। ଜ୍ୟୋତିଷେ ଶନିର ପ୍ରଭାବ ପରିଶ୍ରମର ଧନ ଦେଉଛି ସର୍ଟକଟ ନୁହେଁ। ଆଧ୍ୟାତ୍ମିକ ସନ୍ଦେଶ ଟଙ୍କା ଦରକାର କିନ୍ତୁ ସତ୍ୟ ମନୁଷ୍ୟ ସମ୍ପର୍କ ଠାରୁ ଅଧିକ ମୂଲ୍ୟବାନ। ଯେଉଁମାନେ ସତ୍ୟ ମିତ୍ରତା ସଫା ମନ ପରିଶ୍ରମ ରଖନ୍ତି ତାଙ୍କ ଭାଗ୍ୟରେ ଡେରିରେ ହେଉ ବରଂ ନିଶ୍ଚୟ ଭଗବାନଙ୍କର ଆଶୀର୍ବାଦ ରହିବ, ସହଯୋଗ ରହିବ, ନିଶ୍ଚୟ ସେମାନେ ଆଗକୁ ବଢିବେ। ଆଜି ସେଇ କାହାଣୀ ସତ୍ୟ ସମ୍ପର୍କ ମୂଲ୍ୟ ବିଷୟରେ ଗୋଟେ କାହାଣୀ ଶୁଣିବା। ରାହୁଲ ଅମନ ଦୁଇ ଜଣ ବହୁତ ଭଲ ମିତ୍ର ଥିଲେ। ସ୍କୁଲ ଦିନ ଆରମ୍ଭ କରି କଲେଜ ପର୍ଯ୍ୟନ୍ତ ସେମାନଙ୍କର ସବୁ କଥା ଏକା ପରକୁ ସେୟାର କରୁଥିଲେ। ସମୟ ବଦଳିଲା। କଲେଜ ଶେଷ ହେବା ପରେ ଅମନ ଗୋଟିଏ ବଡ ସହରରେ ଭଲ ଜବ ପାଇଲା ଏବଂ ଧୀରେ ଧୀରେ ଟଙ୍କା ନୂଆ ଲୋକଙ୍କ ସହିତ ବ୍ୟସ୍ତ ହୋଇଗଲା। ରାହୁଲ ଗାଁରେ ରହି ଛୋଟ କାମ କରୁଥିଲା କିନ୍ତୁ ତାର ମନ ଥିଲା ସଫା ସତ୍ୟ। ସେ ଆଜି ମଧ୍ୟ ପୁରୁଣା ମିତ୍ରକୁ ସେହିପରି ମୂଲ୍ୟ ଦେଉଥିଲା। ଏକ ଦିନ ଅମନ ବଡ ସମସ୍ୟାରେ ପଡିଲା। ଜବ ହରାଇଗଲା, ଟଙ୍କା ଶେଷ, ନୂଆ ମିତ୍ରଙ୍କୁ ମଧ୍ୟ ଦୂରେଇ ଗଲେ। ସେତେବେଳେ ସେ ମନେ ପକେଇଲା ସତ୍ୟ ମିତ୍ର ରାହୁଲ। ଲଜ୍ଜାରେ ଫୋନ କଲା। ରାହୁଲ କିଛି ପଚାରିଲା ନାହିଁ, କେବଳ କହିଲା ତୁମେ ଆସ ମୁଁ ଅଛି। ଅମନର ଆଖିରୁ ଲୁହ ଝରିଲା। ସେ ବୁଝିଗଲା ଟଙ୍କା ଥିଲେ ଅନେକ ଲୋକ ମିଳେ କିନ୍ତୁ ଖରାପ ସମୟ ଯେତେ ରହେ ସେ ହେଉଛି ସତ୍ୟ ସମ୍ପର୍କ। ସେହି ଦିନରୁ ଅମନର ଚିନ୍ତାଧାରା ବଦଳିଗଲା। ସେ ଟଙ୍କା ସହିତ ସହିତ ମନୁଷ୍ୟ ସମ୍ପର୍କର ମୂଲ୍ୟ ବୁଝିଲା ଏବଂ ଦୁଇ ଜଣ ମିତ୍ର ପୁଣି ଥରେ ସତ୍ୟ ଖୁସିରେ ଜୀବନ ଆରମ୍ଭ କଲେ। এই ଷ୍ଟୋରିର ମୋରାଲ ଶିକ୍ଷା ହେଲା ଷ୍ଟୋରିର ଧନ ଦରକାର କିନ୍ତୁ ସତ୍ୟ ମିତ୍ର ସତ୍ୟ ସମ୍ପର୍କ ଜୀବନର ସବୁଠାରୁ ବଡ ସମ୍ପଦ। କିନ୍ତୁ ବର୍ତ୍ତମାନ ଏଇ ଯୁଗରେ ମ୍ୟାକ୍ସିମମ୍ ମଣିଷ ସବୁବେଳେ ଟଙ୍କାର ଆବଶ୍ୟକତା। ଟଙ୍କା କେବେ ଆପଣଙ୍କୁ ସବୁ ସମୟରେ ଖୁସି ବି ଦେଇପାରେ ନା। ରିସେଣ୍ଟଲି ଗୋଟେ ଘଟଣା ଜାଣିଥିବେ, ଇଣ୍ଡିଆରେ ଜଣେ ଲାର୍ଜେଷ୍ଟ ରିଚେଷ୍ଟ ମ୍ୟାନ୍ ଇଣ୍ଡଷ୍ଟ୍ରିଆଲିଷ୍ଟ ବେଦାନ୍ତ ଗ୍ରୁପ ଅଫ ମାଲ ଓନର ସିଇଓ ଅଫ ବେଦାନ୍ତା ଗ୍ରୁପ, ତାଙ୍କର ଜଣେ ଗୋଟେ ବୋଲି ପୁଅ ୟୁଏସ୍ ର ସବୁଠୁ ବଡ ହସ୍ପିଟାଲରେ ଟ୍ରିଟମେଣ୍ଟ ହେଉଥିଲେ। ଆକ୍ସିଡେଣ୍ଟ ହେଇ ତାଙ୍କ ଜୀବନ ଚାଲିଗଲା। ପର ଡେ ପାଖାପାଖି ଅନେକ ଟଙ୍କା ଖର୍ଚ୍ଚ କରୁଥିଲେ। ପାଖାପାଖି 10 lakhs ରୁ 11 lakhs ପର ଡେ ଖର୍ଚ୍ଚ ହଉଥିଲା ତାଙ୍କ ପଛରେ। ୱାର୍ଲଡର ଲାର୍ଜେଷ୍ଟ ହସ୍ପିଟାଲରେ ଟ୍ରିଟମେଣ୍ଟ ହଉଥିଲା ତଥାପି ଜୀବନ ତାକୁ ବଞ୍ଚେଇ ପାରିଲେନି। ନିଶ୍ଚିତ ସବୁବେଳେ ଟଙ୍କାର ଆବଶ୍ୟକତା ଥାଏ କିନ୍ତୁ କାମରେ ବି ଆସେ ନା ସବୁ ସମୟରେ। ସେ ତ ଚାହିଁଥିଲେ ବଞ୍ଚେଇ ପାରିଥାନ୍ତେ କିନ୍ତୁ ତାଙ୍କ ପୁଅ ଯେତେ ଗୋଟେ ଦୁଃଖଦ ଖବର ନିଶ୍ଚିତ ଭାବରେ ଭାରତ ପାଇଁ, ଆମ ପାଇଁ। ନମସ୍କାର।